ଦେଖନ୍ତୁ ସାଙ୍ଗମାନେ ଘର ଝରକାରେ ପାରାଟି କେଉଁଭଳି ସବୁଜ କଲର ଚଢ଼େଇକୁ ଘୋଡ଼େଇବାରେ ବ୍ୟସ୍ତ କାହିଁକିନା ସିଏ ଚାହୁଁଛି ଯେ ଏଠି କାହାକୁ ରଖେଇଦେବିନି କାହିଁକିନା ମୋ ଇଲାକା। ଦେଖନ୍ତୁ ପୁଣି ବାଇଚଢ଼େଇ ଆସିଲେ ତାଙ୍କୁ ମଧ୍ୟ ଘୋଡ଼େଇବାରେ ବ୍ୟସ୍ତ, ବାଇଚଢ଼େଇ ମଧ୍ୟ ପଳାଉଛନ୍ତି କାହିଁକିନା ଦେଖନ୍ତୁ ଯେହେତୁ ସେ ଚଢ଼େଇମାନଙ୍କ ମଧ୍ୟରେ ବଡ଼ ଚଢ଼େଇ ସିଏ କାହାକୁ ରଖିବାକୁ ନାରାଜ, ମାନେ ନିଜେ ରହିବ ନିଜେ ଖାଇବ। ଅନ୍ୟପଟରେ ଦେଖନ୍ତୁ ସେ ନିଜେ ବସା କରୁଛି, ସେଇପାଇଁ ସେ ଏଠି କାହାକୁ ରଖିବା ପାଇଁ ଚାହୁଁନାହିଁ, ନିଜର ସୁରକ୍ଷା ଚାହୁଁଛି। ଯେଉଁଭଳି ମଣିଷ ଜାଗା ବାଡ଼ି ପାଇଁ ମଧ୍ୟ ଝଗଡ଼ା କରିଥାଏ ସେଭଳି ଚଢ଼େଇମାନେ ମଧ୍ୟ ଦେଖିବାକୁ ମିଳୁଛି। ଦେଖନ୍ତୁ ଇଏ ଛୋଟ ଛୋଟ ଚଢ଼େଇ ସେ ପାରା ପାଖରୁ ବାହାରି ଆସିଲେ, କିନ୍ତୁ ଦେଖନ୍ତୁ ଏଠି ନିଜ ଭିତରେ ପରସ୍ପର ଝଗଡ଼ା ଲାଗି ସେ ତାକୁ ଗଳେଇ ପକାଇଲେଣି। ତଳେ ପଡ଼ିଲେ ସିଏ ମଧ୍ୟ ଛାଡ଼ିବ ନାରାଜ, ସିଏ ନିଜର ଆଧିପତ୍ୟ ଜାହିର କରିବା ପାଇଁ ସିଏ ଉପରକୁ ଉଠିଲା କିନ୍ତୁ ସିଏ ପାରିଲାନି। ଶେଷରେ କ'ଣ କରୁଛନ୍ତି, ଦୁଇଟି ଚଢ଼େଇ ଝଗଡ଼ା ଲାଗି ଲାଷ୍ଟକୁ ତଳେ ତଳେ ଗଳି ପଡ଼ିଲେ। ଏଭଳି ଚିତ୍ର ଇଏ କୌଣସି ଭାଇରାଲ ଭିଡ଼ିଓ ନୁହେଁ କି ମୁଁ କାହାପରେ ଆଣି ଏଡ଼ିଟ୍ କରିନାହିଁ, ଖୁଦ୍ ମୋ ମୋବାଇଲରେ ଉତ୍ତୋଳନ କରିଛି। ଦେଖନ୍ତୁ ମୋ ଘର ଝରକାରେ ଉତ୍ତୋଳନ ହୋଇଛି, କେତେ ସୁନ୍ଦର ଚଢ଼େଇ ବସୁଛନ୍ତି। ତାଙ୍କ ଭିତରେ ରାଜ ହେଲା ପାରା, ଯିଏ ଶକ୍ତିଶାଳୀ ହେବ ସିଏ ଏଇଠି ଘର କରି ରହିବ।